ହାଏ ଫ୍ୟାମିଲି, ଆଜିର ଖାଇବା ହେଉଛି ପଖାଳ ଭାତ और आलू चकटा भी ता सांगरे। ये उड़ीसा का खाना, उड़ीसा रो खाଇବା ये ଆଉ ମାଛ ବି ଫ୍ରାଏ ହେଇଛି, ଗୋଟେ ମୁଣ୍ଡ ଫ୍ରାଏ, ଆଳୁ ଲଙ୍କା ଦଳା ହେଉଥିବ, ତାପରେ ମିକ୍ସଚର ବି ତା ସାଙ୍ଗରେ, ମିକ୍ସଚର ବଡ଼ି ବି ଦେଖ ଆମର ଏଇଟା ମୋ ଘରୁ ଆସିଥିଲା, ରାଶି ବଡ଼ି ଘରୁ ମଗେଇଥିଲି। ଆଉ ତା ସାଙ୍ଗରେ ମିକ୍ସଚର ବି ଯୋଡ଼େ ପଡ଼ିବ। ଆଉ ମଜା ଲାଗୁଛି ଚକଟିକି ଖାଇଲେ ପଖାଳ ଭାତ। ଖରାଦିନ ତ ଆପଣମାନେ ଜାଣୁଥିବେ, ନିହାତି ପଖାଳ ଭାତ ଖାଇବା ନିହାତି ଦରକାର ସମସ୍ତଙ୍କ ପାଇଁ। ଏବଂ ଆଉ ଆକୁ ପୁରା ଭଲସେ ଚକଟା ହେବ, ଆଳୁ ଲଙ୍କା ଲୁଣ ବଡ଼ି ମିକ୍ସଚର ପୁରା ଚକଟା ହେଇକି ଆଉ ଗୋଟେ ଖିଆ ହେବ। ଆଉ ଆପଣ ବି ନିହାତି ଟ୍ରାଏ କରନ୍ତୁ ଘରେ, ପଖାଳକୁ ଏସବୁ ଭାରି ଟେଷ୍ଟ ବି ଲାଗିବ, ଟେଷ୍ଟ ବି ଲାଗୁଛି। ପାଣି ଭାତ ଲୁଣ ତାକୁ ପକା ହେଇଥିଲା, ବଢ଼ିଆ ଲାଗୁଛି ଦେଖନ୍ତୁ। ମାଛ ମୁଣ୍ଡ ବି, ଆଉ ପଖାଳ ଖାଇବାର ଯେଉଁ ମଜା ନା, କେଉଁଠି ନାହିଁ, ଭାରି ଟେଷ୍ଟ ପଖାଳ, ଭାରି ମଜା ଲାଗେ ପଖାଳ ଖାଇବାକୁ। ଆଉ ଆପଣମାନେ ବି ନିହାତି ଟ୍ରାଏ କରନ୍ତୁ, ଦେଖନ୍ତୁ। ମାଛ ମୁଣ୍ଡ, ରୋହି ମାଛ ମୁଣ୍ଡ ଏବଂ ପଖାଳ ଭାତକୁ ନିହାତି ବହୁତ ବଢ଼ିଆ ଲାଗେ। ଆଉ ବଢ଼ିଆ ଲାଗେ ଦେଖନ୍ତୁ, ଭାରି ଟେଷ୍ଟ ବି ଅଛି। କାହିଁକିନା ଖରାଦିନେ ପଖାଳ ଖାଇବା ସମସ୍ତଙ୍କୁ ନିହାତି ଦରକାର। କାହିଁକିନା ପଖାଳର ଯେଉଁ ମଜା ଥାଏ ଅନ୍ୟ କୌଣସିଥିରେ ନଥାଏ, କୌଣସି ଫୁଡ଼ରେ। ଆମର ଓଡ଼ିଶାର ବେଷ୍ଟ ଫୁଡ଼, ଓଡ଼ିଶାର ସବୁଠୁ ଭଲ ଖାଇବା ହେଉଛି ପଖାଳ ଖାଦ୍ୟ। ଆଉ ଭାରି ମଜା ବି ଲାଗେ ପଖାଳ ଖାଇବାକୁ। ମାଛଟା ମେସ୍ରେ ଆମର, ମୁଁ କାମ କରୁଛି ଯେଉଁ କମ୍ପାନୀରେ, ସେ ଆମ ମେସ୍ରେ ଫ୍ରାଏ ହେଇଥିଲା। ମାଛ ଫ୍ରାଏ ମୁଁ ଆଣିକି ଏଇଟା ମୁଣ୍ଡଟା ଆଣିଥିଲି ହାରି। ଆଉ ଭାରି ମଜା ଲାଗେ ଖାଇବା ପାଇଁ, ମଜା ବି ଲାଗୁଛି, ଭଲ ଲାଗୁଛି। ଆଉ ନିହାତି ଟ୍ରାଏ କରନ୍ତୁ। ଆଉ କାହିଁକିନା ଖରାଦିନେ ଯେତେ ବି ଖାଦ୍ୟ ଅଛି, ସବୁଠୁ ପଖାଳ ଖାଇବା ପାଇଁ, ଗରମ ତ ବିଲକୁଲ ଖାଇବାକୁ ଇଚ୍ଛା ଲାଗେନି, ପଖାଳ ସବୁଠୁ ଭଲ ଲାଗେ ଖାଇବା ପାଇଁ। ଆଉ ନିହାତି ଦ୍ୱିପହର ମିଲ୍ଟା, ଲଞ୍ଚଟା ଆପଣ ପଖାଳ ଖାଆନ୍ତୁ।
ସକାଳୁ କିମ୍ବା ରାତିରେ ନ ଖାଇଲେ ଚଳିବ, କିନ୍ତୁ ଦ୍ୱିପହରଟା ଖାଆନ୍ତୁ, ବଢ଼ିଆ ଲାଗିବ ଖାଇବା ପାଇଁ। ଆଉ ତା ସାଙ୍ଗରେ ତୋରାଣି ବି ଟିକେ ପିଇବାକୁ ବି ମଜା ଲାଗେ, ବାସି ତୋରାଣି ପଖାଳ ଭାତକୁ। ନିହାତି ଆପଣ ବି ଟ୍ରାଏ କରନ୍ତୁ। ଆକ୍ଚୁଆଲି ତରକାରୀ ତ ଫ୍ରାଏ ମାଛ ଖାଇବା କଥା ନୁହଁ ପଖାଳ ଭାତକୁ, ଭଜା ମାଛ ଦରକାର, ତେଣୁକରି ଭଜା ନଥିଲା, ଆଉ ସେଥିପାଇଁ ମୁଣ୍ଡ ଫ୍ରାଏଟା ଆଣିଥିଲି ହାରି, ଝୋଳ କରିଥିଲେ। ମୁଣ୍ଡ ଖାଇବାର କିନ୍ତୁ ଅଲଗା ମଜା ଥାଏ। ଭିଡ଼ିଓ ଭଲ ଲାଗିଲେ ନିହାତି ଗୋଟେ ଲାଇକ୍ ସବସ୍କ୍ରାଇବ୍